ସୁଦଶା ବ୍ରତର ନିୟମ ଜାଣି ରଖନ୍ତୁ। ନମ୍ବର 1, ପ୍ରତ୍ୟେକ ଓଡ଼ିଆ ଗୃହିଣୀମାନେ ସୁଦଶା ବ୍ରତ କରିଥାନ୍ତି। ସୁଦଶା ବ୍ରତ ପ୍ରତିବର୍ଷ ଆରମ୍ଭରେ କିମ୍ବା ଶେଷରେ ପଡ଼ିଥାଏ, କିନ୍ତୁ ଏହି ବର୍ଷ 2025ରେ ଜାନୁଆରୀ 9 ତାରିଖରେ ସୁଦଶା ବ୍ରତ ପାଳନ ହେବ। ନମ୍ବର 2, ମାଣବସା ଗୁରୁବାର ପରି ସୁଦଶା ବ୍ରତ ମଧ୍ୟ ଲକ୍ଷ୍ମୀ ମାଙ୍କର ଅତି ପ୍ରିୟ ହୋଇଥାଏ। ସେଇଥିପାଇଁ ପ୍ରତ୍ୟେକ ନାରୀମାନେ ସୁଦଶା ବ୍ରତ ପାଳନ କରିଥାନ୍ତି। ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଓଷା କରିଥାନ୍ତି। ଓଡ଼ିଆ ଘରର ପ୍ରତ୍ୟେକ ନାରୀ ଏହି ଓଷା ପାଳନ କରିବା ଉଚିତ। ନମ୍ବର 3, ସୁଦଶା ବ୍ରତ କେହି କେହି ଘରେ ଏବଂ ଲକ୍ଷ୍ମୀ ମନ୍ଦିରରେ ପାଳନ କରିଥାନ୍ତି। ମନ୍ଦିରରେ ଯେଉଁମାନେ ବ୍ରତ କରନ୍ତି ସେମାନେ ଘରେ ମଧ୍ୟ ଲକ୍ଷ୍ମୀ ମାଙ୍କର ପୂଜା କରିଥାନ୍ତି। ନମ୍ବର 4, ଯେମିତିକି 10ଟି ଫୁଲ, 10ଟି ଫଳ, 10ଟି ପୁରଦିଆ ମଣ୍ଡା, 10ଟି ଫଳମୂଳ ମିଶି ପଣା, ବ୍ରତରେ 10ଟି ଗଣ୍ଠି, 10ଟି ବେଲପତ୍ର, 10ଟି ହଳଦୀ ଗୁଳା, 10ଟି ଗୁଆ ଇତ୍ୟାଦି ରଖି ପୂଜା କରାଯାଏ। ନମ୍ବର 5, ସୁଦଶା ବ୍ରତରେ ମାଙ୍କର ପିତ୍ତଳ ମୂର୍ତ୍ତିକୁ ରଖି ପୂଜା କରିପାରିବେ କିମ୍ବା ଉଭୟ ଲକ୍ଷ୍ମୀ ନାରାୟଣଙ୍କର ମୂର୍ତ୍ତିକୁ ରଖି ମଧ୍ୟ ପୂଜା କରିପାରିବେ। ନମ୍ବର 6, ମାଙ୍କର ମୂର୍ତ୍ତିକୁ ପୂଜା କଲେ ମଧ୍ୟ ଗୁଆ ନିଶ୍ଚୟ ଭାବରେ ପୂଜା କରିବେ। ଯାହାଙ୍କ ଘରେ ସୁଦଶା ବ୍ରତରେ 10ଟି ଗୁଆ ପୂଜା ହେବାର ନିୟମ ଅଛି ସେମାନେ 10ଟି ଗୁଆ ମାଙ୍କ ପାଖରେ ପୂଜା କରିବେ। ଆପଣମାନେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଆପଣଙ୍କର ସବୁ ଦୁଃଖକୁ ଦୂର କରିଦେବେ। ନମ୍ବର 7, ଲକ୍ଷ୍ମୀ ନାରାୟଣ କିମ୍ବା କେବଳ ମା ଲକ୍ଷ୍ମୀଙ୍କ ପ୍ରତିମାକୁ ତଳେ ରଖି ପୂଜା କରାଯାଏ ନାହିଁ। ଖଟୁଲିରେ ମାଙ୍କୁ ରଖି ବ୍ରତ କରାଯାଏ। ଗୁଆକୁ ଆପଣମାନେ ପିଢ଼ା ଉପରେ ରଖି ବି ପୂଜା କରିପାରିବେ। ନମ୍ବର 8, ସୁଦଶା ବ୍ରତ ହେଉ କିମ୍ବା ମାଣବସା ହେଉ ମାଙ୍କର ଏହା ଅତି ପ୍ରିୟ ହୋଇଥାଏ। ଧଳା ରଙ୍ଗର ଫୁଲ, ହଳଦିଆ ରଙ୍ଗର ଫୁଲ ଏବଂ ନାଲି ରଙ୍ଗର ଫୁଲ ମାଙ୍କର ଅତି ପ୍ରିୟ ହୋଇଥାଏ। ନମ୍ବର 9, ପୂଜାରେ 10 ପ୍ରକାରର ଫୁଲ ଲାଗିଥାଏ। ସେଇଥିପାଇଁ ମାଙ୍କ ପସନ୍ଦ ଫୁଲ ହେଉଛି ପଦ୍ମଫୁଲ, ଗେଣ୍ଡୁ ଫୁଲ। ସୁଦଶା ବ୍ରତରେ ପଦ୍ମଫୁଲ, ଗେଣ୍ଡୁ ଫୁଲ ନିଶ୍ଚୟ ପୂଜା କରିବା ଉଚିତ। ନମ୍ବର 10, ଟଗର, ଟରାଟ, ଗୋଲାପ ଫୁଲ ଇତ୍ୟାଦି ମଧ୍ୟ ମାଙ୍କ ପାଖରେ ପୂଜା ଲାଗିଥାଏ। କିନ୍ତୁ କନିଅର, ଧଳା ଅପରାଜିତା, କୃଷ୍ଣ ଅପରାଜିତା ଫୁଲ ମାଙ୍କ ପାଖରେ ପୂଜା ହୋଇନଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 11, 10ଟି ଦୁବ, 10ଟି ବରକୋଳି ପତ୍ର, 10ଟି ବେଲପତ୍ର, 10ଟି ଫୁଲ ମାଙ୍କ ପୂଜାରେ ଲାଗିଥାଏ। ପୂର୍ବ ଦିନଠାରୁ ଏହିସବୁକୁ ସଜାଡ଼ି ରଖିବା ଉଚିତ, ଯାହାଦ୍ୱାରା କି ପୂଜା ବହୁ ଜଲ୍ଦି ସରିଯାଏ। ନମ୍ବର 12, ମାଙ୍କ ପାଖରେ 3 ଥର ଭୋଗ ଲାଗିଥାଏ। ସକାଳ ଭୋଗ, ମଧ୍ୟାହ୍ନ ଭୋଗ ଏବଂ ସନ୍ଧ୍ୟା ଭୋଗ। ଭୋଗ ପାଇଁ ଯାହା ଆବଶ୍ୟକ ଜିନିଷ ପୂର୍ବ ଦିନଠାରୁ ସଜାଡ଼ି ରଖିବା ଉଚିତ। ନମ୍ବର 13, ମାଙ୍କ ପାଖରେ 10 ପାଖୁଡ଼ା ଥିବା ପଦ୍ମଫୁଲ ଚିତା ପଡ଼ିଥାଏ। ମାଣବସାରେ ସମସ୍ତେ ପୂର୍ବ ଦିନଠାରୁ ଚିତା ପକେଇ ଦେଇଥାନ୍ତି, କିନ୍ତୁ ସୁଦଶା ବ୍ରତରେ ସଜ ଚିତା ପଡ଼ିଥାଏ। ଆପଣମାନେ ଚିତା ପକେଇ ପୂଜା କରିବେ। ନମ୍ବର 14, ମାଙ୍କର ଖଟୁଲି, ପିଢ଼ା, ପିତ୍ତଳ ପୂଜା ବାସନ ସବୁ ପୂର୍ବ ଦିନଠାରୁ ଧୋଇ ରଖିଥିବା ଉଚିତ। ନମ୍ବର 15, ବ୍ରତ ଦିନ କଳା ରଙ୍ଗର ଶାଢ଼ୀ, ଚୁଡ଼ି, ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହେଁ। ମାଙ୍କୁ ଧଳା, ହଳଦିଆ ରଙ୍ଗ ଅଧିକ ପସନ୍ଦ ହୋଇଥାଏ। ବ୍ରତ କରୁଥିବା ପ୍ରତ୍ୟେକ ନାରୀମାନଙ୍କୁ ଧଳା କିମ୍ବା ହଳଦିଆ ଶାଢ଼ୀ ପିନ୍ଧିବା ଉଚିତ। ନମ୍ବର 16, ସୁଦଶା ବ୍ରତରେ ଆମିଷ, ପିତା, କଷା, ପିଆଜ, ରସୁଣ, ଛତୁ, ମସୁର ଡାଲି, ବାସି ଖାଦ୍ୟ ଇତ୍ୟାଦି ଖାଇବା ଉଚିତ ନୁହେଁ ଏବଂ ଅନ୍ୟ ଘରେ ମଧ୍ୟ ବ୍ରତରେ ଖାଇବା ଉଚିତ ହୋଇନଥାଏ। ନମ୍ବର 17, କାହାକୁ ବ୍ରତରେ ଗାଳି ଦେବା, ଅପମାନ କରିବା, ମିଛ କହିବା ଇତ୍ୟାଦି ଉଚିତ ନୁହେଁ। ଏହାଦ୍ୱାରା ମା ଅସନ୍ତୁଷ୍ଟ ହୋଇଥାନ୍ତି। 18, ନାରୀମାନେ ବ୍ରତ ଦିନ ଶରୀରରୁ ଅଳଙ୍କାର ଉତାରିବା କିମ୍ବା ଚୁଡ଼ି ଉତାରିବା ଉଚିତ ନୁହେଁ। ନମ୍ବର 19, ବ୍ରତ ଦିନ ଘରକୁ ସଫା ରଖିବା ଏବଂ ନିଜେ ମଧ୍ୟ ସଫାସୁତୁରା ରହିବା ଉଚିତ, କାରଣ ମା ଲକ୍ଷ୍ମୀଙ୍କୁ ସଫାସୁତୁରା ପରିଷ୍କାର ରହୁଥିବା ଘର ଅଧିକ ପସନ୍ଦ ହୋଇଥାଏ। ଯଦି ଆପଣମାନଙ୍କର ଏଇଟା ପ୍ରଥମ ସୁଦଶା ବ୍ରତ ହୋଇଥାଏ ତାହେଲେ ଆପଣମାନେ ଏହା କରିବେ କି ନାହିଁ ମୁଁ ମୋ ନେକ୍ସଟ ଭିଡ଼ିଓରେ ନିଶ୍ଚୟ ଜଣେଇବି।
नंबर 20 गुरुवार दिन क्या झाड़ू बेलना रोसई घर कौन भी जिनिस अन्य को देवा उचित नुह। यह कले घर लक्ष्मी माँ छाड़ी चली जाती। नंबर 21 जो मैंने व्रत रखिए से माने सुदशा व्रत बही पढ़ी व्रत करने उचित। नंबर 22 व्रत को माँ को पाखरे पूजा कर सारिबा परे माँ को छुआई हलदी पानी रे व्रत को बुड़े 10टी गंठी पकई हाथ में धारण करने उचित। नंबर 23 व्रत समय रे माँ गायत्री मंत्र उच्चारण करी पूजा करने उचित। ओम महालक्ष्मी स विद्महे विष्णु पत्नीश्च धीमहि तन्नो लक्ष्मी प्रचोदयात्। नंबर 24 पूजा करी सारिबा परे माँ को पाखरे क्षमा प्रार्थना करने उचित। हे माँ पूजा केमिति करा जाए मु जानी नाही। पूजार नीति नियम विषय मु किछि जानी नाही। जेतिकी जानिछि सेमिति पूजा करिछि। मोर दोष को क्षमा कर माँ। मते आशीर्वाद कर माँ। मोर पूजा को ग्रहण कर माँ। मोर जदि किछि भूल होइछि तेबे मते क्षमा करि दियो। आपण मानकु जदि मो भिडियोटी भल लागुथाए ताहाले लाइक कमेंट आउ शेयर करबाकू जमा भी भूलिबेनी। आउ कमेंट रे जय माँ लक्ष्मी लेखियाकू जमा भी भूलिबेनी।